ଘରକୁ ପାଣି ଆସିବା ତ ଦୂରର କଥା, ଏବେ ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ସରକାରଙ୍କର ହର ଘର ଜଳ ଯୋଜନାକୁ ନେଇ ଦେବଗଡ଼ରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ। ମେଘା କମ୍ପାନୀ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମା ପଞ୍ଚାୟତ ଅନ୍ତର୍ଗତ ଧିରମୁଣ୍ଡା ନିକଟରେ ଥିବା ହର ଘର ଜଳ ପ୍ରକଳ୍ପକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ। ପ୍ରକଳ୍ପର ଦାୟିତ୍ୱରେ ଥିବା ମେଘା କମ୍ପାନୀ ବିଭିନ୍ନ ଗ୍ରାମକୁ ନିୟମିତ ପାନୀୟ ଜଳ ଯୋଗାଇ ଦେବାକୁ ଚୁକ୍ତି କରିଥିଲେ ମଧ୍ୟ କିଛି ଦିନ ହେବ ପାଣି ଯୋଗାଣ ବନ୍ଦ ରହିଥିବାରୁ ହଜାର ହଜାର ଲୋକେ ହଇରାଣ ହେଉଛନ୍ତି। ପାଣି ନ ଆସିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରୋଷେଇଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ପ୍ରତ୍ୟେକ କାମ ପାଇଁ ଦୂର ଦୂରାନ୍ତରରୁ ପାଣି ଆଣିବାକୁ ପଡୁଛି। ସବୁଠାରୁ ଅଧିକ ଅସୁବିଧାରେ ପଡ଼ିଛନ୍ତି ମହିଳା, ବୃଦ୍ଧ ଓ ଶିଶୁମାନେ। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ପ୍ରକଳ୍ପ ପରିସରରେ ଏକଜୁଟ ହୋଇ ପ୍ରତିବାଦ କରିଛନ୍ତି। ସେମାନଙ୍କ କହିବା କଥା, ଯେଉଁ ଯୋଜନା ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାରେ ପ୍ରତିଶ୍ରୁତି ଦେଇଥିଲା, ସେହି ଯୋଜନା ଆଜି ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଲୋକଙ୍କ ମଧ୍ୟରେ ଦିନକୁ ଦିନ କ୍ଷୋଭ ବଢ଼ି ଚାଲିଛି। ଗ୍ରାମବାସୀଙ୍କ ଚେତାବନୀ, ଯଦି ଆଗାମୀ କିଛି ଦିନ ମଧ୍ୟରେ ଜଳ ଯୋଗାଣ ସ୍ୱାଭାବିକ କରା ନଯାଏ ଏବଂ ସମସ୍ୟାର ସ୍ଥାୟୀ ସମାଧାନ ନ ହୁଏ, ତେବେ ସେମାନେ ଗଣ ଆନ୍ଦୋଳନକୁ ଓହ୍ଲାଇବେ। ଏବେ ସମ୍ପୃକ୍ତ ବିଭାଗ ଓ ମେଘା କମ୍ପାନୀ କେଉଁ ନିଷ୍ପତ୍ତି ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।